ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ ସାଙ୍ଗମାନେ। ଆପଣମାନଙ୍କୁ ଉତ୍କଳ ତନ୍ତ୍ରଶାସ୍ତ୍ର ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଦର୍ଶକ ବନ୍ଧୁ, ଆଜି ଆମେ ଆଲୋଚନା କରିବା ଆମର ଓଡ଼ିଶାର ତନ୍ତ୍ରଶାସ୍ତ୍ରର ତନ୍ତ୍ର ବିଜ୍ଞାନ ବା ଗୁପ୍ତବିଦ୍ୟା ବିଜ୍ଞାନର ଏକ ବହୁତ ମହତ୍ତ୍ୱପୂର୍ଣ୍ଣ ସାଧନା ବିଷୟରେ। ଇଏ ଯେଉଁ ସାଧନା ହେଉଛି ବହୁତ ଗୁପ୍ତ, ବୁଝିଲେ କି? ଗୁପ୍ତ ମାନେ ଯାହାକୁ କହନ୍ତି ପରମ ଗୁପ୍ତ। ଗୁପ୍ତରେ ଏ ସାଧନା ନିହାତି ଭାବରେ କରାଯାଏ। ଆଉ ଏ ସାଧନା ଆକୁ କୌଣସି ବହିରେ ପାଇବନି, କୌଣସି ଚ୍ୟାନେଲରେ ମଧ୍ୟ ପାଇବନି। ଉତ୍କଳ ତନ୍ତ୍ରଶାସ୍ତ୍ର ପ୍ରଥମ ଚ୍ୟାନେଲ ଯାହାକି ସାତ ଭଉଣୀ ସାଧନା ସଂଗୃହୀତ କରି ଦେଉଛି। ଏ ସାଧନା ଆମର ମୋ ମୈତ୍ର, ତାଙ୍କ ନାଁ ହେଉଛି ସୁମନ୍ତ କାଲଟୁଆ, ବୁଝିଲେ? ଆଦିବାସୀ ସମ୍ପ୍ରଦାୟର ସୁମନ୍ତ କାଲଟୁଆ, ସେ ନିଜେ ସାତ ଭଉଣୀ ସାଧକ। ସିଏ ତାଙ୍କର ତାଳପତ୍ର ପୋଥିରୁ ଏ ମନ୍ତ୍ରଟିକୁ, ଶାବର ମନ୍ତ୍ରଟିକୁ ସଂଗ୍ରହ କରିକି ଦେଲେ। ଦର୍ଶକ ବନ୍ଧୁ, ତନ୍ତ୍ରଶାସ୍ତ୍ରକୁ ଆମେ ଦୁଇ ଭାଗରେ ବିଭକ୍ତ କରିଛୁ, ଯଥା ଦକ୍ଷିଣାଚାର, ବାମାଚାର। ଆଜି ଯେଉଁ ସାଧନା ମୁଁ ଦେଉଛି, ଏ ସାଧନାଟି ଦକ୍ଷିଣାଚାରରେ ବାମାଚାରର ମିକ୍ସ ସାଧନା, ମାନେ ଅଧା ଦକ୍ଷିଣାଚାର ଅଧା ବାମାଚାର, ଦୁଇଟା ଯାକ ମିକ୍ସ ହୋଇଥିବାର ସାଧନା। ତାହେଲେ ଏ ଯେଉଁ ସାତ ଭଉଣୀ ସାଧନା, ଏ ସାତ ଭଉଣୀ କିଏ କିଏ? ଦର୍ଶକ ବନ୍ଧୁ, ନିତେଇ ଧୋବଣୀ, ପତର ସୌରୁଣୀ, ଶୁକୁଟି ଚମାରୁଣୀ, ଗାଙ୍ଗି ଗୌରୁଣୀ, ଲୁହୁକୁଟି ଲହୁରାଣୀ, ଶୁଆ ତେଲୁଣୀ। ଆଉ ଜଣେ ରହିଲେ, ବୁଝିଲେ କି? ଆପଣ ଇଏ ହେଉଛନ୍ତି ସାତ ଭଉଣୀ। ହାଡ଼ି ରୁହ ଚଣ୍ଡୀକି ଆପଣ ମିଶାଇବା ପାଇଁ ପଡ଼ିବ। ଦେଖିବେ ବହୁତ ମନ୍ତ୍ରରେ ଥିବ, କାହାର ଆଜ୍ଞା କାହାର ରାଣ, ନା ହାଡ଼ି ରୁହ ଚଣ୍ଡୀର କୋଟି କୋଟି ରାଣ। କିନ୍ତୁ ଏ ଯେଉଁ ଲୋନା ଚମାରୁଣୀ, ଇସ୍ମାଇଲି ଯୋଗୀ, ଏମାନେ ସାତ ଭଉଣୀ ଭିତରେ ଯାଉନାହାନ୍ତି। ଆମର ଶାବର ମନ୍ତ୍ରରେ ସାତ ଭଉଣୀ କିଏ କିଏ ମୁଁ ଆଉ ଟିକେ କହିଦେବା ପାଇଁ ଚାହୁଁଛି। ନିତେଇ ଧୋବଣୀ, ଜ୍ଞାନଦେଇ ମାଲିଆଣୀ, ପତର ସୌରୁଣୀ, ଶୁକୁଟି ଚମାରୁଣୀ, ଗାଙ୍ଗି ଗୌରୁଣୀ, ଶୁଆ ତେଲୁଣୀ, ଲୁହୁକୁଟି ଲହୁରାଣୀ। ଇଏ ହେଉଛନ୍ତି ସାତ ଭଉଣୀ। ହାଡ଼ି ରୁହ ଚଣ୍ଡୀକି ପୂଜା କରାଯାଏ, ବୁଝିଲେ କି? ଆଚ୍ଛା ଦର୍ଶକ ବନ୍ଧୁ, ଏ ସାଧନା କ'ଣ ପାଇଁ କରିବ? ସାଧନା କଲେ କ'ଣ ଆପଣଙ୍କର ଉପକାର ହେବ, ବେନିଫିଟ୍ କ'ଣ ମିଳିବ? ଦେଖନ୍ତୁ, ଯେଉଁମାନେ ଆଦିବାସୀ ସମ୍ପ୍ରଦାୟର, ଏ ସାଧନା ତ ସମସ୍ତେ କରନ୍ତି ନା, କି ସମସ୍ତେ ମଧ୍ୟ କରିପାରିବେ ନା। ଯେଉଁମାନେ ଆଦିବାସୀ ଏରିଆରେ ବହୁତ ଲୋକପ୍ରିୟ, ତାଙ୍କ ଭିତରେ, ତାଙ୍କ ସମ୍ପ୍ରଦାୟରେ ଏ ସାଧନାଟା ଚାଲେ, ବୁଝିଲେ କି? କଦା କସ୍ମିନ୍ କାଳେ ଆପଣ ଖୋଜି ଖୋଜି ମୁଣ୍ଡ ବାଡ଼େଇ ଦେଲେ, ମୁଣ୍ଡ ପିଟି ଦେଲେ ମଧ୍ୟ ଏ ସାଧନା ଆପଣ ପାଇପାରିବେ ନାହିଁ। କି କୌଣସି ଲୋକ ଯଦି ବି କାହା ପାଖରେ ସାଧନା ଥାଏ, ସିଏ ଏତେ ସହଜରେ ସାଧନା କାହାକୁ ଦେବ ନାହିଁ। ତେଣୁ ଯାହା ହଉ, ବହୁତ ପୁରାତନ ତାଳପତ୍ର ପୋଥି ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା। ମୋ ମୈତ୍ରେ ତାକୁ ଉଦ୍ଧାର କରି ସଂଗ୍ରହ କରି, ସେ ନିଜେ ସାଧକ ସପ୍ତ ଭଉଣୀଙ୍କର। ସାତଟା ଯାକ ଭଉଣୀର ଯିଏ ସାଧକ ସାଧନା କରିଥାନ୍ତି, ସେ କ'ଣ କରନ୍ତି? ସାତ ଭଉଣୀଙ୍କ ଦ୍ୱାରା ସେ ସବୁ କିଛି, ଶାବର ମନ୍ତ୍ରର ସେ ଗୁରୁ, ଶାବର ବିଦ୍ୟାର ସେ ଗୁରୁ ପାଲଟି ଯାଆନ୍ତି। ସେ ଯାହା ଚାହିଁବେ ସେଇଆ ହେବ। ବାଣ, ପେଷଣ, ମାରଣ, ଉଚ୍ଚାଟନ, ସ୍ତମ୍ଭନ, ବିଦ୍ୱେଷଣ, ମୁହଁ ପୋଡ଼ା, ସେ ଚାହିଁଲେ ଲୋକଙ୍କର ଭଲ କରିପାରିବେ, ଚାହିଁଲେ ଲୋକଙ୍କର ଖରାପ ମଧ୍ୟ କରିପାରିବେ। ଏ ସାତଟା ଯାକ ଶକ୍ତିକି ଯଦି ଗୋଟା ସାଧକ ଏକାଠି କରିଦିଏ, ତାହେଲେ ସେ ବିରାଟ ବଡ଼ ସାଧକ ବନିଯାଏ ଶାବର ତନ୍ତ୍ର ଅନୁସାରେ। କିନ୍ତୁ ଦର୍ଶକ ବନ୍ଧୁ, ବହୁତ କାଠିକର ପାଠ। ଏଟା ହେଉଛି ମହାସାଧନା। ଏଟା ଗୋଟେ ଛୋଟିଆ ମୋଟିଆ ସାଧନା ଭାବନ୍ତୁନି। ଏ ସାଧନା ଯିଏ କରିବ, ସେ ଯାହା ଚାହିଁବ ସେଇଆ କରିପାରିବ। ସାତ ଭଉଣୀକୁ ଏକାଠି ରଖିପାରିବ। କ'ଣ କରିବ? ଭୂତ, ପ୍ରେତ, ଡାହାଣୀ, ଚିରୁକୁଣୀ, ପିଶାଚ, ପିଶାଚୁଣୀ, ଦେବତା, ଯକ୍ଷ, ରକ୍ଷ, ଗନ୍ଧର୍ବ, କିନ୍ନର, ପିଶାଚ, ଏମାନେ ତାର ବଶୀଭୂତ ହେଇକି ରହିବେ। ସେ ଯେଉଁ ମଣିଷଙ୍କୁ ଚାହିଁବ, ସେଇ ମଣିଷଙ୍କୁ ସାଙ୍ଗେ ସାଙ୍ଗେ ମୁକ କରିଦେବ, ମୁକ ପାଲଟିଯିବ। ବଶୀକରଣ, ଆପଣ ତାକୁ ଦେଖିଦେଲା ମାନେ ସେ ସାଧକ ଦେହରୁ ଗୋଟେ ପ୍ରକାର ଉର୍ଜା ଆସୁଥିବ। କୋର୍ଟ କଚେରୀ, ମାଲି ମକଦ୍ଦମା ଇତ୍ୟାଦିରେ ସେ ବିଜୟ ଲାଭ କରିବ। ଯେକୌଣସି ଶତ୍ରୁ ଆସୁଥିବେ ମାଡ଼ଗୋଳ କରିବା ପାଇଁ, ତାକୁ ସୁଧାସୁଧି କରି ଆସୁଥିବେ, ତା ମୁହଁକୁ ଦେଖିଦେଲା ମାନେ ସବୁ ସ୍ତମ୍ଭୀଭୂତ ହେଇଯିବେ। ସିଏ ଯାହାକୁ ଚାହିଁବ ପେଶି ପାରିବ। ସାତ ଭଉଣୀ, ଏ ସାତ ଭଉଣୀ ସେ ରଖିଥିବ। ସେ ଯାହାକୁ ଚାହିଁବ ପେଶି ପାରିବ, ନଚେଇ ପାରିବ, ଶତ୍ରୁଙ୍କୁ ମାରିପାରିବ, ପାଗଳା କରିପାରିବ, ଲୋକଙ୍କୁ ଭଲ ମଧ୍ୟ କରିପାରିବ।
ତେଣୁ ସାତଭଉଣୀ ସାଧନାର ବହୁତ ବେନିଫିଟ୍ ଅଛି। ସବୁ ଜିନିଷ ଚ୍ୟାନେଲରେ କହିଦେବାଟା ଠିକ୍ ନୁହଁ। ଯେହେତୁ ଏ ଗୁପ୍ତ ଜିନିଷ, ମୁଁ କିଛିଟା ଗୁପ୍ତ ରଖିବି। ଗୁରୁ ଦୀକ୍ଷା ନେଇକି ସାଧନା ସମସ୍ତେ କରିବ। ସାଧନାର ପ୍ରୋସେସ୍ କିଛି ଆପଣମାନଙ୍କୁ ବତେଇ ଦେଉଛି। ଆପଣ ଯେଉଁମାନଙ୍କର ଗୁରୁ ଥିବ ସେମାନେ ଗୁରୁଙ୍କ ପରାମର୍ଶକୁ ଧରିକି ଏ ସାଧନା କରିପାରିବେ। ମନ୍ତ୍ରଟିକି ମୁଁ ମୋର ଚ୍ୟାନେଲରେ ଦେଇଦେଇଛି। ଲାଷ୍ଟକୁ ଶେଷ ଭିଡ଼ିଓ ଶେଷ ଆଡ଼କୁ ମନ୍ତ୍ରଟି ଦେଇଦେଇଛି। ମନ୍ତ୍ର ବି ମୁଁ କହିକି ଶୁଣେଇବି। ଆପଣ ନିଜେ ସରଳ ଗ୍ରାମୀଣ ଭାଷାରେ ମନ୍ତ୍ରଟି ଲେଖା ହେଇଛି। ଆପଣ ମଧ୍ୟ ନିଜେ ପଢ଼ିକି ଲେଖିକି ବୁଝିକିନି ଆପ୍ଲାଏ କରିପାରିବେ। ଥରେ କରିକି ଦେଖନ୍ତୁ। ତାହେଲେ ସାଧନାର ଉପକରଣ କ'ଣ କ'ଣ ଦେଖନ୍ତୁ। କଳା କୁକୁଡ଼ା 7ଟା ଲାଗିବ। 7 ଦିନର ସାଧନା ହେବ, 7 ରାତି। ଅମାବାସ୍ୟା ଠାରୁ ଆରମ୍ଭ କରିବା ପାଇଁ ପଡ଼ିବ ସାଧନା। ନଚେତ ଅମାବାସ୍ୟା ଥିବ 6 ଦିନ ଆରମ୍ଭ କରିବ, 7 ଦିନ ଯେମିତି ଅମାବାସ୍ୟା ଦିନ ପଡ଼ିବ। ବୁଝିଲ? 2ଟା ଭିତରୁ ଯେଉଁଟା ହେଲେ କରିପାରିବ। ମଶାଣିରେ କରିବା ପାଇଁ ପଡ଼ିବ। ଯଦି ମଶାଣିରେ କରିବ କଳା କଲର ଆସନ ହେବ, କଳା କଲର ଡ୍ରେସ୍ ପିନ୍ଧିବ। ଯଦି ତ୍ରିଛକି କିମ୍ବା ଚଉଛକିରେ କରିବ ଲାଲ କଲର ଆସନ ହେବ, ଲାଲ କଲର ଡ୍ରେସ୍ ପିନ୍ଧିବ। ଏଥିରେ ପଣା ଲାଗିବ। ସବୁଦିନ ଗୋଟେ ଗୋଟେ ନୂଆ ଠେକି ଦରକାର ହେବ। ସବୁଦିନ ଗୋଟେ ଗୋଟେ ପଣା ଦେବ। ସବୁଦିନ ଗୋଟେ ଗୋଟେ କୁକୁଡ଼ା ଦେବ। 7 ପ୍ରକାର ମିଠା ଲାଗିବ, 7 ପ୍ରକାର ଫୁଲ ଲାଗିବ, ଅତର ଲାଗିବ, ବାସ୍ନାଯୁକ୍ତ ଅତର, ମହମ ହେଇ ବାସୁଥିବ ଯେଉଁ ଅତର, ବାସ୍ନାଯୁକ୍ତ ଧୂପ ଲାଗିବ, ଖଇ କଦଳୀ ନଡ଼ିଆ ଭୋଗ ଲାଗିବ। ସାମ୍ନାରେ ଏକ ଷଡ଼ଦଳ ପଦ୍ମ ଆଙ୍କିବ। ଏ 7 ଭଉଣୀଙ୍କ ନାଁରେ 7ଟା ପୁଞ୍ଜି ଦେବ, ଚାଉଳ ପୁଞ୍ଜି। ତାପରେ ଗୁଆ ବସେଇବ। ଗୁଆ ବସେଇ ସାରିଲା ପରେ 7ଟି ଧୂପ, 7ଟି ଦୀପ ଦେଇକି ସାଧନା କରିବା ପାଇଁ ପଡ଼ିବ। ପଣା ଦେବ, କୁକୁଡ଼ା ବଳି ଦେବ ଇତ୍ୟାଦି ଦେଇ ସାରିଲା ପରେ ଦେହ କିଳିଥିବ ସବୁ କରିବ। ଆସନ ଶୁଦ୍ଧି, ଦେହ କିଳା ଯେଉଁପରି ଭାବରେ ସାଧନା କରାଯାଏ ଆପଣମାନେ ଜାଣିଥିବେ। ସମସ୍ତ ନୀତି ନିୟମକୁ ମାନିକି ପାଳନ କରିବା ପାଇଁ ପଡ଼ିବ। ଆଗକୁ ଆସୁଛି ନବରାତ୍ରି। ଅକ୍ଟୋବର ମାସ ଶାରଦୀୟ ଦୁର୍ଗା ପୂଜା। ନବରାତ୍ରରେ ସାଧନା କଲେ ବହୁତ ଫଳପ୍ରତି ଆପଣମାନେ ପାଇବେ। ତାହେଲେ ଦର୍ଶକ ବନ୍ଧୁ, ଆପଣଙ୍କର ସାଧନା ବହୁତ ଲୋକଙ୍କର ଏଇଟା ପ୍ରତ୍ୟକ୍ଷୀକରଣ ସାଧନା। ପ୍ରତ୍ୟକ୍ଷ ହେବ, ଆଗରେ ଠିଆ ହେଇଯିବେ। କିନ୍ତୁ ଆପଣଙ୍କ ମନ କେତେ ସ୍ୱଚ୍ଛ ସେଇଟାକୁ ଜାଣିବା ଦରକାର। କିନ୍ତୁ ବହୁତ ଲୋକଙ୍କର ବି ପ୍ରତ୍ୟକ୍ଷୀକରଣ ହୁଏନି, ସାଧନାରେ ଭୁଲ ଭାଲ କରିଦିଅନ୍ତି। କିନ୍ତୁ ସେମାନେ ଅନୁଭବ ହେଇପାରିବ, ଅନୁଭୂତି ହେଇପାରିବ। ସ୍ୱପ୍ନରେ କେତେଜଣ ଦର୍ଶନ ପାଇଛନ୍ତି। ପାଉଁଜି ରୁମଝୁମ ହେବା, ବିଲୁଆ ଶିଆଳ କୁକୁର ଜୋରସେ ଭୁକିବା, ମୁଣ୍ଡ ଓଜନ ଲାଗିବା, ତଣ୍ଟିକି କିଏ ଚିପିବା, ବେକ ଉପରେ କିଏ ବସିବା, ନାଁ ଧରି କିଏ ଡାକିବା, ଆଉ କିଲିକିଲା ମାରି ହସିବା, ଏଗୁଡ଼ାକ ସବୁ ସଂକେତ ମଧ୍ୟ ମିଳିଯିବ। 5 ଦିନ, ଯେଉଁଦିନ 3 ଦିନ 4 ଦିନ କିମ୍ବା 5 ଦିନ ଠାରୁ ଆରମ୍ଭ ହେଇଯିବ ଏସବୁ ସଂକେତ। ତାହେଲେ ଦର୍ଶକ ବନ୍ଧୁ, ଏ ସାଧନାଟିକି ଆପଣ ମନ୍ତ୍ର ଜପ ଯେଉଁ କରିବେ, ଏଇଟା କେତେ ମାଳା ମନ୍ତ୍ର ଜପ କରିବେ, କେତେ ଥର ମନ୍ତ୍ର ଜପ କରିବେ। ମନ୍ତ୍ରଟିକି ଆପଣ 1008 ଜପ କରିବା ପାଇଁ ପଡ଼ିବ। 7 ଭଉଣୀ ସାଧନା ଗୋଟେ ଛୋଟ ମୋଟ ସାଧନା ନୁହଁ। ଏଇଟା ହେଉଛି ସାବର ବିଦ୍ୟାରେ ମହାସାଧନା। ବୁଝିଲେ କି? ଯେମିତି ଆମେ ତାନ୍ତ୍ରିକରେ ରସମାଇ କହୁଛେ, ଏ ସେମିତି ମହାସାଧନା, ଆଦିବାସୀ ଗୁପ୍ତ ସାଧନା। ତାହେଲେ ଦର୍ଶକ ବନ୍ଧୁ, ମନ୍ଦାର ଫୁଲ, କଳା ଅପରାଜିତା ଫୁଲ ଦେଇପାରିବ। ବାସ୍ନାଯୁକ୍ତ ଝୁଣା, ଗୁଗୁଳ ଇତ୍ୟାଦି ଦେଇପାରିବ। ଦେଇକି ମନ୍ତ୍ର ଜପ କରିବ। 7 ଭଉଣୀ ଯେତେବେଳେ ପ୍ରତ୍ୟକ୍ଷୀକରଣ ହୁଅନ୍ତୁ ବା ସ୍ୱପ୍ନରେ ଆପଣଙ୍କର ଯଦି ଆଂଶିକ ସିଦ୍ଧି ହେଇଗଲା, ସ୍ୱପ୍ନରେ ଦର୍ଶନ ପାଇବ କିମ୍ବା ସଂକେତ ପାଇବ, କିଛି ଜାଣିପାରିବ ଯେ ତମର ଜିନିଷଟା ତାଙ୍କ ପାଖରେ ପହଞ୍ଚିଲା। ଯଦି କୌଣସି ଭୟ ପାଇ କିଏ ଯଦି ସେଠୁ ଦୌଡ଼ିକି ପଳେଇ ଆସିଲା, କି ସାଧନା ଅଧାରୁ ରଖିବା ପାଇଁ ଚେଷ୍ଟା କଲ, ଦୌଡ଼ିକି ଆସିବା ପାଇଁ ଚେଷ୍ଟା କଲ, ତାହେଲେ ସେ ପାଗଳା ହେଇଯିବ, ବାଇଆ ହେଇଯିବ। ମୁଁ ଏଇଟା କହି ରଖୁଛି। ଆଉ ଯିଏ ସାଧନାରେ ଜିତିଗଲା, ସେ ପାସ୍ କରିଗଲା, ସେ ଯାହା ଚାହିଁବ ସେ କରିପାରିବ। 1 ମିନିଟ୍ରେ ଗଛକୁ ମାରିପାରିବ, ଗଛକୁ ଜାଳିପାରିବ, ଯାହା ନାହିଁ ତାହା କରିପାରିବ। ବୁଝିଲ କି? ଚକ୍ଷୁ ବନ୍ଧନ କରିପାରିବ, କୁଣ୍ଡା ଭିତରୁ ମିଠା ବାହାର କରିପାରିବ। ଏ ସାଧନାଟି ଏଇଭଳି ସାଧନା। ତେଣୁ ଭୟଭୀତ ହେବାର କିଛି ନାହିଁ। ଯେଉଁମାନଙ୍କର ଗୁରୁ ଅଛି, ଗୁରୁକୁ ଧରନ୍ତୁ, ଗୁରୁମାନଙ୍କର ପରାମର୍ଶ ନିଅନ୍ତୁ। ଏ ଉତ୍କଳ ତନ୍ତ୍ରଶାସ୍ତ୍ର ଚ୍ୟାନେଲକୁ ଖାଲି ଯେ ମୋ ଶିଷ୍ୟମାନେ, ଭକ୍ତମାନେ, ଆମର ସବସ୍କ୍ରାଇବରମାନେ ଦେଖୁଛନ୍ତି ତା ନୁହଁ। ଓଡ଼ିଶାର ବାହାରେ ଥିବା ବିଭିନ୍ନ ସାଧକ ତାନ୍ତ୍ରିକ ସେମାନେ ମଧ୍ୟ ଆମ ଚ୍ୟାନେଲକୁ ଦେଖୁଛନ୍ତି। ତାହେଲେ ଆପଣମାନେ ଯଦି କଳାହାଣ୍ଡି, ବୌଦ୍ଧ, ଫୁଲବାଣୀ, ମୟୂରଭଞ୍ଜ
ରୁ ଆପଣମାନେ ସାଧକ ଦେଖୁଥିବେ, ସେମାନେ ମନ୍ତ୍ରକୁ ଆପଣ ଦେଖନ୍ତୁ, ମନ୍ତ୍ରଟିକି ବୁଝିବା ପାଇଁ ଚେଷ୍ଟା କରନ୍ତୁ। ତାହେଲେ ଦର୍ଶକ ବନ୍ଧୁ, ଅଣ୍ଡା ମାଂସ ତରକାରୀ ମଧ୍ୟ ଉଷୁନା ଭାତ ସାଙ୍ଗରେ ବଳି ଦିଆଯାଏ। ଆପଣ ଗୁରୁ ଧରନ୍ତୁ, ନିଜ ନିଜ ପ୍ରୋସେସ୍ରେ ଏ ସାଧନାଟିକି କରିବା ପାଇଁ ଚେଷ୍ଟା କରନ୍ତୁ। ମନ୍ତ୍ରଟି ହେଉଛି କ'ଣ, ମୁଁ ଦେଇଛି, ପଢ଼ିକି ଶୁଣାଉଛି। ଓମ୍ ସାତ ଭଉଣୀ ମହାମାଇ, ଝୁଲି ଝୁଲି ମା ଆସୁଥାଇ, ମୋହର ପୂଜାରେ ସନ୍ତୋଷ ହେବୁ, ଯେଣିକି ପେଶିଲେ ତେଣିକି ଯିବୁ, ମଙ୍ଗଳା ବୋଲି ମିଛେ କହିବୁ, ମାଛ ମାଂସ ଅଣ୍ଡା ବଳି ଖାଇବୁ, ମୋହର ଆଦେଶ ନିଶ୍ଚୟ ମାନିବୁ, ବୋଲି କାହାର ରାଣ, ମା କାଉଁରୀ କାମଚଣ୍ଡୀ, ଈଶ୍ୱର ପାର୍ବତୀ, ବନ ଦୁର୍ଗା, ନିତେଇ ଧୋବଣୀର ପଡ଼ିଲା କୋଟି କୋଟି ରାଣ। ଓଂ ସାତ ଭଉଣୀ ମହାମାଇ, ଝୁଲି ଝୁଲି ମା ଆସୁଥାଇ, ମୋର ପୂଜାରେ ସନ୍ତୋଷ ହେବୁ, ଯେଣିକି ପେଶିଲେ ତେଣିକି ଯିବୁ, ମଙ୍ଗଳା ବୋଲି ମିଛେ କହିବୁ, ମାଛ ମାଂସ ଅଣ୍ଡା ବଳି ଖାଇବୁ, ମୋହର ଆଦେଶ ନିଶ୍ଚୟ ମାନିବୁ, ବୋଲି କାହାର ରାଣ, ମା କାଉଁରୀ କାମଚଣ୍ଡୀ, ଈଶ୍ୱର ପାର୍ବତୀ, ବନ ଦୁର୍ଗା, ନିତେଇ ଧୋବଣୀର କୋଟି କୋଟି ରାଣ। ମନ୍ତ୍ରଟି ହେଉଛି ଏଇଭଳିଆ। ଏ ମନ୍ତ୍ରରେ ଚୌକି ଲଗାଯାଏ, ମାନେ ଆପଣଙ୍କ ଦେହକୁ, ନିଜ ଦେହକୁ ଆପଣ ତାଙ୍କୁ ଲଗାଇ ପାରିବେ, ଅନ୍ୟ ଶରୀରକୁ ପେଶି ପାରିବେ, ବାଣ ମାଧ୍ୟମରେ, ମୁଠି ମାଧ୍ୟମରେ, ସିଙ୍ଗାର ମାଧ୍ୟମରେ ମଧ୍ୟ ପେଷଣ କରିପାରିବେ। ସେ ବିଦ୍ୟା ମୁଁ ଏ ସ୍ଥାନରେ ଦେଉନି, ଲୋକଙ୍କର ଅପକାର କରିବା ବିଦ୍ୟା ଦେଉନି। ଦର୍ଶକ ବନ୍ଧୁ, ଆପଣମାନେ ବୁଝନ୍ତୁ, ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଆପଣ ଜାଣିବା ପାଇଁ ମୁଁ ଏ ଭିଡ଼ିଓଟି ପକାଇଛି, କିନ୍ତୁ ଯେଉଁମାନେ ପ୍ରକୃତରେ ସାଧନା କରି ସମ୍ଭାଳି ପାରିବ ସେମାନେ ଆଗକୁ ଆସ। କିନ୍ତୁ ଯେଉଁମାନେ ଡରୁଛ, ପାରିବନି, ଜମା ହାତ ମାରନି ଏଥିରେ, ବୁଝିଲ କି? ତାହେଲେ ଦର୍ଶକ ବନ୍ଧୁ, ଚ୍ୟାନେଲଟି ଆପଣଙ୍କ ଭଲ ପାଇବାରେ ଧୀରେ ଧୀରେ ଆଗକୁ ସବୁଆଡ଼େ ପ୍ରସାରିତ ହେଉ, ଜନସମାଜର କଲ୍ୟାଣ ହେଉ। ଯଦି ଆମ ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଶେଷରେ ଲାଇକ୍, କମେଣ୍ଟ, ସେୟାର କରିଦେବେ। ରହିଲି, ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ, ଆଗକୁ ଏଇଭଳିଆ ଭିଡ଼ିଓ ଆଣିବା